হিন্দু ପୂର୍ଣ୍ଣମୀ ବା ଭାଗବତ ଜନ୍ମ। ଏହି ଭାଗବତ ଜନ୍ମ ଆଜି ପୁରପଲ୍ଲୀ ଗାଁ ଗହଳିରେ ହୋଇ ଆସୁଛି ଏବଂ ଏହି ଭାଗବତ ଜନ୍ମ ପ୍ରତି ଗ୍ରାମରେ ପୁରପଲ୍ଲୀରେ ଭାଗବତ ଟୁଙ୍ଗି ଥାଏ। ଆଜି ସେଥିପ୍ରତି ସେ ବିଲୁପ୍ତ ହେବାକୁ ଯାଉଥିଲା, ଆଜି ସରକାର ତାକୁ ପୁନରୁଦ୍ଧାର କରିଛନ୍ତି। সেই বড় গ্রামর উপর সাইডে বর্তমানে আজ সেই ভাগবত টুঙ্গি আজ পুনরুদ্ধার হয়েছি এবং প্রতিদিন পূজা চালুছে। প্রতিদিন সন্ধ্যার এখানে ভাগবত পড়ালে এবং সাধারণ মানে এটি আসি শুনুন। আসুন শুণবা কম করছেন এই ভাগবত টুঙ্গির কর্মকর্তা মানে এবং গ্রামবাসী মানে। আপনার পরিচয়টা টিকে কহিলেন? ମୋ ନାଁ ପ୍ରଫୁଲ୍ଲ କୁମାର ଜେନା। ଆଜି ଆମର ଏଇ ବଡ଼ଗଡ଼ରେ ଆମର ଭାଗବତ ଜନ୍ମ ଆଜି ହେଉଛି। ଏ କେତେ ବର୍ଷ ହେଲାଣି? ବହୁତ ପୁରୁଣା ଆମେ ପିଲାଦିନ ଦେଖୁଛୁ ଆମର ଠାକୁରଙ୍କ ଭଗବତ। ଆଜି କ'ଣ ସବୁ ଅଛି କାର୍ଯ୍ୟକ୍ରମ? ଆଜି ଗୋଟେ ନୂଆ ହେଇଛି କ'ଣ, ଯାହା ହଉ ସରକାରଙ୍କର ଅନୁଦାନରେ ଆମର ଠାକୁର ଉପର ଘରକୁ ଆସୁଛନ୍ତି। ନୂଆ କରି ତିଆରି ହେଇଛି ଘର, ତେଣୁକରି ଭଗବତ ବଢ଼ା ପୂର୍ଣ୍ଣମୀ ସହିତ ନୂଆ ଘରର ପ୍ରତିଷ୍ଠା ଏବଂ ଠାକୁର ନୂଆ ସିଂହାସନରେ ବସିବେ ଏବଂ ଆନନ୍ଦରେ ଆଜି ଠାକୁରଙ୍କର ଘର ପ୍ରତିଷ୍ଠା ଏବଂ ଠାକୁରଙ୍କ ପୂଜା ଚାଲିଛି। ଆଉ ଯାଉ ଆମର ଇଏ ଗୋଟେ ଭାଗବତ ଟୁଙ୍ଗି ହଜି ଯାଉଥିଲା, ଇଏ ସଂସ୍କୃତି ଆଜି ବର୍ତ୍ତମାନ ପ୍ରତି ଗାଁରେ ଫେର ପୁନରୁଦ୍ଧାର ହୋଇଛି। କ'ଣ କହିବେ ସେ ବାବଦରେ? ଦେଖନ୍ତୁ, ପୁରୁଣା ହିଁ ପୁରୁଣା। ଆମେ ଯେଉଁ ପୁରୁଣାକୁ ଭୁଲି ଯାଇ ନୂତନ ପଛରେ ଗୋଡ଼େଇଛେ, ସେଥିରେ ବହୁତ ଅସୁବିଧା ଅଛି। ତେଣୁକରି ପୁରୁଣାକୁ ଅନୁକରଣ କରିବା ହିଁ ଉଚିତ ଏବଂ ଭଗବତ ବାସୁଦେବ ସମସ୍ତଙ୍କର ହୃଦୟରେ ବିରାଜିତ ହୋଇ ରହିଛନ୍ତି। ତାଙ୍କୁ ପ୍ରତି କ୍ଷଣରେ ସ୍ମରଣ କରିବା ଏଇଟା ହେଉଛି ମାନବର ଧର୍ମ। ଆପଣଙ୍କ ପରିଚୟଟା କ'ଣ କହିଲେ? ମୋର ନାଁ ବିଚିତ୍ରାନନ୍ଦ ଭୂଇଁଆ, ବଡ଼ ଉପର ସାହି। ଆଉ ପ୍ରତିଦିନ ଏଠି ସକାଳ ସନ୍ଧ୍ୟା ଧୂପ ଦୀପ ନୈବେଦ୍ୟ ଦିଆଯାଏ ଏବଂ ପ୍ରଭୁଙ୍କର ଏବଂ ସନ୍ଧ୍ୟାବେଳେ ଆଳତି ହୁଏ ଏବଂ ଭଜନ ସମାରୋହ ହୁଏ। ଭଜନ ଗୀତା ଭଗବାନ ପାଠପଢ଼ା କରାଯାଏ। ବହୁତ ଲୋକ ଆସି ଜମା ହୁଅନ୍ତି ଏବଂ ସମସ୍ତେ ମନରେ ଖୁସି ମନରେ ଗୀତା ଭାଗବତ ଶୁଣିକି ଖୁସି ମନରେ ଯାଆନ୍ତି। ଆଜି ପ୍ରଶାସନ ବ୍ୟବସ୍ଥା କେତେ ଜଣଙ୍କ ପାଇଁ ଅଛି? ଆଜ୍ଞା, ପ୍ରସାଦ ସେବନ ଯେଉଁ ହେଉଛି କେତେ ଲୋକଙ୍କ ପାଇଁ ହେଉଛି? ପ୍ରସାଦ ସେବନ ହାରାହାରି ଲୋକ 1,500 ଭଳିଆ ଲୋକଙ୍କର ଖାଇବା ପିଇବା ହେଉଛି। ଧନ୍ୟବାଦ। ଆଉ ଏ ବର୍ଷକରେ ଥରେ ଭୁବନେଶ୍ୱର